ବନ୍ଧୁଗଣ ଜୟ ଜଗନ୍ନାଥ। ଘରକୁ ଫେରିବା ସମୟରେ ସାଙ୍ଗରେ ନେଇ ଆସନ୍ତୁ ଏହି ଗୋଟିଏ ପତ୍ର। ଟଙ୍କା ସୁନା ଓ ରୂପା ଗଡ଼େଇ ଗଡ଼େଇ ଆସିବ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହୁଁଥାନ୍ତି। ଧନୀ ହେବା ପାଇଁ ବ୍ୟକ୍ତି ରୋଜଗାର କରିଥାନ୍ତି। କିଛି ବ୍ୟକ୍ତିଙ୍କୁ ରୋଜଗାର କରିବାର ପନ୍ଥା ମିଳି ନଥାଏ ଏବଂ କିଛି ବ୍ୟକ୍ତି ରୋଜଗାର କରିଲେ ମଧ୍ୟ ତାହା ତାଙ୍କୁ ଅଣ୍ଟି ନଥାଏ। ଆଜି ଆମେ ଆପଣମାନଙ୍କୁ ଏଭଳି ଏକ ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କ ଜୀବନରେ ଧନର ବର୍ଷା ହେବ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦାସର୍ବଦା ବାସ କରିବେ। ତେଣୁ ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ। ବନ୍ଧୁଗଣ, ଦୁନିଆରେ ସମସ୍ତ ବ୍ୟକ୍ତି କିଛି ନା କିଛି କାମରେ ଘରୁ ବାହାରକୁ ଯାଇଥାନ୍ତି। ପ୍ରାୟତଃ ପ୍ରତ୍ୟେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କାମ ସାରି ଘରକୁ ଫେରିବା ସମୟରେ ଶୂନ୍ୟ ହାତରେ ଫେରିଥାନ୍ତି। ଏପରି ଆଦୌ କରିବା ଉଚିତ ନୁହେଁ। ଏହାଦ୍ୱାରା ମଙ୍ଗଳ ଦୃଷ୍ଟି ପଡ଼ି ନଥାଏ, ଯାହାଦ୍ୱାରା ଘରେ ସବୁବେଳେ ଅଭାବ ଅନାଟନ ଦେଖା ଦେଇଥାଏ। ତେଣୁ ଘରକୁ ଫେରୁଥିବା ସମୟରେ ଛୋଟ ଜିନିଷ ବି ହେଉ ସାଙ୍ଗରେ ନେଇ ଫେରନ୍ତୁ। ଯଦି କିଛି କିଣି ପାରୁନାହାନ୍ତି ତେବେ ଗୋଟିଏ ବେଲଗଛରୁ ଗୋଟେ ବେଲପତ୍ର ଛିଣ୍ଡାଇ ନିଜ ସାଥିରେ ନେଇ ଆସନ୍ତୁ ଏବଂ ତାକୁ ଘରେ ପହଞ୍ଚିଲା ପରେ ଘରର ଠାକୁର ଘରେ ରଖିଦିଅନ୍ତୁ। ଏହାର ଶୁଭ ପରିଣାମ ଆପଣମାନେ ନିଶ୍ଚିତ ଭାବରେ ଅନୁଭବ କରିପାରିବେ। ବନ୍ଧୁଗଣ, ଏକ ଧଳା ରଙ୍ଗର ଓ ଠିଆ ହୋଇଥିବା ଗଣେଶଙ୍କର ମୂର୍ତ୍ତି ଘରକୁ ଆଣନ୍ତୁ। ଏହି ମୂର୍ତ୍ତିକୁ ଘରର ପୂର୍ବ ଦିଗରେ ସ୍ଥାପନ କରନ୍ତୁ। ଏହି ମୂର୍ତ୍ତି ସମ୍ମୁଖରେ ଅରୁଆ ଚାଉଳ ରଖିଦିଅନ୍ତୁ ଏବଂ କିଛି ଦିନ ପରେ ଏହି ଅରୁଆ ଖରାପ ହୋଇଗଲେ ପୁରୁଣା ଅରୁଆ ଚାଉଳକୁ କାଢ଼ି ପୁଣି ଥରେ ଅରୁଆ ଚାଉଳ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଅଟକି ରହିଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ ଏବଂ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ। ବନ୍ଧୁଗଣ, କିଛି ବ୍ୟକ୍ତି ରୋଜଗାର କରିଥାନ୍ତି କିନ୍ତୁ ତାଙ୍କୁ ପଇସା ନିଅଣ୍ଟ ହୋଇଥାଏ ଏବଂ କିଛି ବ୍ୟକ୍ତିଙ୍କୁ ରୋଜଗାର କରିବାର ପନ୍ଥା ମଧ୍ୟ ମିଳିନଥାଏ ଓ ସେମାନଙ୍କ ଜୀବନରେ ସର୍ବଦା ଅଭାବ ଏବଂ ଅନାଟନ ଲାଗି ରହିଥାଏ। ତେଣୁ ଯେଉଁମାନେ ଏହିସବୁ ସମସ୍ୟାରେ ଅଛନ୍ତି ସେମାନେ ଏକ ପିତ୍ତଳର ଢାଳ ନିଅନ୍ତୁ ଏବଂ ସେଥିରେ କିଛି ଅଚଳ ପଇସା ବା ଚଳନୀୟ ପଇସା ରଖି ଢାଳକୁ ଭର୍ତ୍ତି କରିଦିଅନ୍ତୁ। ପ୍ରତିଦିନ ଏହି ଅଚଳ ପଇସାକୁ ପୂର୍ଣ୍ଣ ଥିବା ଢାଳକୁ ଉଦ୍ଦିଷ୍ଟ ପ୍ରଣାମ କରନ୍ତୁ। ବନ୍ଧୁଗଣ, ଆପଣମାନେ ଦେଖିଥିବେ ଆପଣଙ୍କ ଜୀବନରେ ସବୁ ପ୍ରକାରର ଅଭାବ ଅନଟନ ବହୁତ ଶୀଘ୍ର ଦୂର ହୋଇଯିବ ଏବଂ ଘରେ ଧନର ବର୍ଷା ହେବାକୁ ଲାଗିବ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଧନୀ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଆମକୁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ
ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଧନ୍ୟବାଦ। କମେଣ୍ଟରେ ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜର ଇଷ୍ଟଦେବଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଧନ୍ୟବାଦ।